ଆପଣ ଯଦି ଉଦାସ ଅଛନ୍ତି ଆଉ ସେଥିରୁ ବାହାରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ଗୋଟିଏ ରାସ୍ତା। ଯାହା ପାଇଁ ଆପଣ ଉଦାସ ଅଛନ୍ତି ତାକୁ ଭୁଲି ଯାଆନ୍ତୁ କିମ୍ବା ନିଜର ଉଦାସୀନତାକୁ ଭୁଲି ଯାଆନ୍ତୁ। ମନେ ରଖିବେ, ମଣିଷକୁ ତାର ବିଚାର ହିଁ ଛୋଟ ଆଉ ବଡ଼ କରିଥାଏ, ଧନୀ ଆଉ ଗରିବ କରିଥାଏ। ଯେମିତି ସେ ଚିନ୍ତା କରିଥାଏ ସେମିତି ସେ କରିଥାଏ, ଆଉ ଯେମିତି ସେ କରିଥାଏ ସେମିତି ହିଁ ହୋଇଯାଇଥାଏ। ଯଦି କେହି ଅତି ବିଶ୍ୱାସରେ ବିଷ ଦେଇ ଖୁସି ହୋଇଥାଏ, ପରେ ସେ ବିଷ ଖାଉ କି ରାଣ କିଛି ଫରକ ପଡ଼ିନଥାଏ। ସମ୍ପର୍କ ବଜାରରେ ସେହି ବ୍ୟକ୍ତି ସବୁବେଳେ ଏକା ରହିଯାଏ ଯାହାର ହୃଦୟ ସଫା ଥାଏ। ଆକାଶ ଭଳି ବିଶାଳ ହୃଦୟର ଆବଶ୍ୟକତା ନାହିଁ, ବିଶାଳ ଭାବନାର ଆବଶ୍ୟକତା ଅଛି। ଯେଉଁ ଭାବନାରେ ଥିବ କ୍ଷମା, ନମ୍ରତା, ଶାଳୀନତା ଆଉ ମାନବିକତା। ଯେଉଁ ମଣିଷକୁ ଆମେ ସବୁଠାରୁ ଅଧିକ ଭଲ ପାଇଥାଉ, ଜୀବନରେ ସେହି ମଣିଷ ଆମଠାରୁ ସବୁଠୁ ଅଧିକ ଲାଭ ଉଠେଇଥାଏ। କାହିଁକି ନା ସେ ମଣିଷ ଜାଣିଥାଏ କି ଆମର ଦୁର୍ବଳତା କ'ଣ। ଠିକ୍ ସମୟରେ କଥାବାର୍ତ୍ତା ନହେଲେ ସମ୍ପର୍କ ସରିଯାଏ। ଯାହା ବି କର, ଯେତେ ବି ବ୍ୟସ୍ତ ରୁହ, ତାକୁ ବି ଧ୍ୟାନ ଦିଅ ଯିଏ ତୁମ କଲ୍କୁ ଅପେକ୍ଷା କରିଛି। ଆଜିକାଲି ପ୍ରେମର ବଡ଼ ଅଜବ ନିୟମ। ଯିଏ ଯେତେ ମିଛ କହିପାରିବ, ଲୋକ ତାର ସେତେ ଦିୱାନା ହେବେ। ସୁଖ ଆଉ ଦୁଃଖ ମଣିଷ ନିଜେ ହିଁ ସୃଷ୍ଟି କରିଥାଏ। ଧନୀ ଆଉ ଗରିବ ହେବା ଏହା ତାର କର୍ମ ସ୍ଥିର କରିଥାଏ। ଯେମିତି ସେ ଚିନ୍ତା କଲା, ସେ ଦିଗରେ ସେ ଆଗକୁ ବଢ଼ିଲା। ଏବେ ସେ ରାସ୍ତାରେ ସୁଖ ଅଛି କିମ୍ବା ଦୁଃଖ, ଏହା ତାକୁ ହିଁ ସ୍ୱୀକାର କରିବାକୁ ପଡ଼ିବ। ଚିନ୍ତା କର, ଯେତେ ପାରୁଛ ସେତେ ଚିନ୍ତା କର। ଚିନ୍ତା କରିବା ପାଇଁ ସାରା ବ୍ରହ୍ମାଣ୍ଡ ପଡ଼ିଛି। ଯେତିକି ଆପଣ ଚିନ୍ତା କରିବେ ସେତିକି ଆଗକୁ ବଢ଼ିବେ। ଯଦି ଆପଣ ପଛକୁ ଫେରିବା ପାଇଁ ସ୍ଥିର କରିନେଲେ, ତେବେ ଆପଣ ସେଠି ହିଁ ରହିଯିବେ। କିନ୍ତୁ ଗୋଟିଏ କଥା ମନେ ରଖିବେ, ଖାଲି ଚିନ୍ତା କଲେ କିଛି ହୋଇନଥାଏ। ଚିନ୍ତାକୁ କାମର ରୂପ ଦେବାକୁ ହିଁ ପଡ଼ିଥାଏ। ଆପଣଙ୍କ ବିଚାରରେ ହିଁ ବଡ଼ ଶକ୍ତି ଥାଏ। ବିଚାର ହିଁ ଆପଣଙ୍କ ଜୀବନକୁ ବଦଳେଇ ଦେଇଥାଏ। ତୁମେ ଜୀବନରେ କେତେ ସୁଖୀ ତାହା ବଡ଼ କଥା ନୁହେଁ, ତୁମ ଦ୍ୱାରା କେତେ ଜଣ ସୁଖୀ ତାହା ହିଁ ସବୁଠାରୁ ବଡ଼ କଥା। କୁହାଯାଏ କି ଅଜ୍ଞାନତା ଠାରୁ ବଡ଼ ଶତ୍ରୁ ଆଉ କେହି ନାହିଁ। କାମ ବାସନା ଠାରୁ ବଡ଼ ରୋଗ ଆଉ କିଛି ନାହିଁ। କ୍ରୋଧ ଠାରୁ ବଡ଼ ନିଆଁ, ବିଦ୍ୟା ଠାରୁ ବଡ଼ ମିତ୍ର ଆଉ କେହି ନାହିଁ। ଈର୍ଷା ଠାରୁ ସୁଖ ଦୁଃଖ ଆଉ କିଛି ନାହିଁ। ଏ ଦୁନିଆରେ ଅଜ୍ଞାନୀ ମଣିଷ ନିଜ ହିତ ପାଇଁ ଯଦି କାମ କରେ, ତେବେ ତାଙ୍କୁ ସେ ଠିକ୍ରେ କରିପାରେ ନାହିଁ। ତାର ଅଜ୍ଞାନଶୀଳତା ଯୋଗୁଁ ସେ ନିଜକୁ ଉନ୍ନତଶୀଳ କରିପାରି ନଥାଏ। ସେଥିପାଇଁ ଅଜ୍ଞାନୀ ମଣିଷ ଜୀବନ ସାରା ଦୁଃଖ କଷ୍ଟକୁ ଭୋଗିଥାଏ। ଜଣେ ନାରୀର ପ୍ରେମ ସେତେବେଳେ ଆହୁରି ବଢ଼ିଯାଏ ଯେବେ ପୁରୁଷ ତା ଅନୁପସ୍ଥିତିରେ ବି କେବଳ ତାର ହୋଇ ରୁହେ। ଯାହାକୁ ସ୍ୱପ୍ନ ଦେଖିବାକୁ ଭଲ ଲାଗେ, ତାକୁ ରାତି ଛୋଟ ଲାଗିଥାଏ। ଆଉ ଯାହାକୁ ସ୍ୱପ୍ନ ପୂରା କରିବାକୁ ଭଲ ଲାଗେ, ତାକୁ ଦିନ ଛୋଟ ଲାଗିଥାଏ। ପ୍ରତ୍ୟେକ କଥା ପାଇଁ ନିଜକୁ ଦାୟୀ କରି ନିଜ ନିଜର ଭାବନା ସହ ଯଦି ଆପଣ ଖେଳୁଛନ୍ତି, ତେବେ ଆପଣ ନିଜେ ହିଁ ନିଜର ମୂଲ୍ୟକୁ କମ୍ କରୁଛନ୍ତି।